ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ। ଯେମିତିକି ଆପଣ ଜାଣିଥିବେ ଯେ ସିଟି ପରୀକ୍ଷାର ଅନଲାଇନ୍ ଆପ୍ଲାଏ ଆଗାମୀ ମେ ମାସରେ ଆପଣଙ୍କର ହେବା ପାଇଁ ଯାଉଛି ଏବଂ ପରୀକ୍ଷା ଆପଣଙ୍କର ଆଗାମୀ ଜୁନ୍ ମାସରେ ହେବ। ଏବଂ ସିଟି ହେଉଛି ଗୋଟେ ଏମିତିକା ପରୀକ୍ଷା ଯଦି ଗୋଟେ ପିଲା କେବଳ ଏ ଗୋଟିଏ ମାତ୍ର ପ୍ଲାନିଂ ଭିଡ଼ିଓ ସିଟି ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍ ଖାଲି ଗୋଟିଏ ଭିଡ଼ିଓ ଦେଖିଦେଇଛନ୍ତି ଆପଣମାନେ, ଡିସ୍କ୍ୱାଲିଫାଏର ପ୍ରଶ୍ନ ହିଁ ନାହିଁ। ଖାଲି ଆପଣ ଫର୍ମ ଆପ୍ଲାଏ କରିଦେବେ, ଇଜିଲି କ୍ୱାଲିଫାଏ ହେଇଯିବେ। ଯେଉଁମାନେ ବି ଆପଣଙ୍କର ବିଏଡ଼୍ ପାଇଁ ପ୍ରିପାରେସନ୍ କରୁଛନ୍ତି କିମ୍ବା ଆପଣଙ୍କର ଭାଇ ଭଉଣୀ ସାଙ୍ଗସାଥି ଯିଏ ବି ଆପଣଙ୍କର ସିଟି ପରୀକ୍ଷା ଦେବା ପାଇଁ ଚାହୁଁଛନ୍ତି ତାଙ୍କୁ ଖାଲି କହିଦେବେ ସିଟି ଫର୍ମ ଆପ୍ଲାଏ କରିଦେବେ ଆଉ ଏ ସିଟିର ଖାଲି ପ୍ଲାନିଂ ଭିଡ଼ିଓକୁ ଥରେ ଦେଖିଦେବେ, ଡିସ୍କ୍ୱାଲିଫାଏ ତ ହେବେ ନାହିଁ। ଏତିକି ମୁଁ ଆପଣଙ୍କୁ କହିଦେବା ପାଇଁ ଚାହୁଁଛି। ସବୁଦିନ କ୍ଲାସ୍ ଆପଣଙ୍କର ଲକ୍ଷ୍ମୀଧର ସାର୍ ଅଫିସିଆଲ୍ ଆପ୍ଲିକେସନରେ ସବୁଦିନ 7ରୁ 8 ଘଣ୍ଟା ଆପଣଙ୍କର କ୍ଲାସ୍ କରାହେଉଛି। ଆସନ୍ତୁ ଆମେ ଏହି ଭିଡ଼ିଓରେ ଡିସ୍କସନ୍ କରିବା କିଛି ଆପଣଙ୍କର ସୋସିଆଲ୍ ସାଇନ୍ସର ଆପଣଙ୍କର କ୍ୱେଶ୍ଚନ୍ସ ଦେଖିବେ କେମିତି ସବୁ କ୍ୱେଶ୍ଚନ୍ସ ଆପଣ ଦେଖୁ ଦେଖୁ କରିପାରୁଛନ୍ତି। ସିଲାବସ୍ ଅଲରେଡ଼ି 50 ଥର ଆପଣଙ୍କର କଭରେଜ ହେଇଯାଇଛି। ଏଇ ମେ ମାସରେ ଆମେ ଆଉ 3ରୁ 4 ଥର ଆପଣଙ୍କର ମେ ମାସରେ କଭରେଜ ଆପଣଙ୍କର କରିଦେବା। ତ ଲାଇକ୍ ଆଉ ସେୟାର କରିକି ସମସ୍ତଙ୍କୁ ଜଣାଇଦେବେ ଯେଉଁଦ୍ୱାରା କି ସମସ୍ତେ ଆପଣଙ୍କର ଜାଣିପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍କୁ ବି ଆପଣ ଅନ୍ କରିଦେବେ। ଆସନ୍ତୁ କ୍ୱେଶ୍ଚନ୍ ନମ୍ବର 1 ଦେଖନ୍ତୁ, କହୁଛି ପଞ୍ଚାୟତରାଜ ବ୍ୟବସ୍ଥା ସର୍ବପ୍ରଥମେ କେଉଁଠି ଆପଣଙ୍କ ଲାଗୁ ହୋଇଥିଲା? ଆମେ ଜାଣିଛେ ସର୍ବପ୍ରଥମେ ଆପଣଙ୍କର ରାଜସ୍ଥାନରେ ଆପଣଙ୍କ ଲାଗୁ ହୋଇଥିଲା। ଯଦି ଆମକୁ 2 ନମ୍ବର ଆପଣଙ୍କର ପଚାରନ୍ତା ଦେନ୍ ଆମେ ଆନ୍ଧ୍ରପ୍ରଦେଶ ଆପଣଙ୍କର କରନ୍ତେ। ଠିକ୍ ଅଛି, ନେକ୍ସଟ ଦେଖୁ ଦେଖୁ କରି ହେଉଛି ରେ ପରବର୍ତ୍ତୀ କ୍ୱେଶ୍ଚନ୍ ଆପଣଙ୍କ ପାଇଁ କହୁଛି ହ୍ୱିଚ୍ ଅଫ୍ ଦ ଫଲୋଇଂ ସିଟିଜ୍ ଇଜ୍ ଅଲସୋ ରେକଗ୍ନାଇଜ୍ ଏଜ୍ ଦ 0 ମାଇଲ୍ ସେଣ୍ଟର ଅଫ୍ ଇଣ୍ଡିଆ। ମାନେ 0 ମାଇଲ୍ ଆପଣଙ୍କର କାହାକୁ ଆପଣଙ୍କର କୁହାଯାଏ? ଆମେ ଦେଖୁ ଦେଖୁ ଆପଣଙ୍କର କହିଦେଇପାରିବା ନାଗପୁରକୁ ଆପଣଙ୍କର କୁହାଯାଇଥାଏ। ଟ୍ରପିକ୍ ଅଫ୍ କ୍ୟାନ୍ସର ଆମର ଭାରତର କେତୋଟି ରାଜ୍ୟ ଦେଇକି ଆପଣଙ୍କର ପାସ୍ ହେଇଛି? ଆମେ ଜାଣିଛେ ଟ୍ରପିକ୍ ଅଫ୍ କ୍ୟାନ୍ସର ଆପଣଙ୍କର ଭାରତର 8ଟି ରାଜ୍ୟ ଦେଇକି ଆପଣଙ୍କର ପାସ୍ ହେଇଛି ନା? ୱେଷ୍ଟ ମେ ଗୁଜରାଟ ରାଜସ୍ଥାନ, ମୁଝେ ଝାଡ଼ଖଣ୍ଡ ଚାହିଏ ଥା। ତାହେଲେ କେତୋଟି ରାଜ୍ୟ ଦେଇକି ଆପଣଙ୍କର ପାସ୍ ହେଇଛି? ଆମେ ଜାଣିଛେ ଆପଣଙ୍କର 8ଟି ରାଜ୍ୟ ଦେଇକି ଆପଣଙ୍କର ପାସ୍ ହେଇଛି। ଠିକ୍ ଅଛି, ନେକ୍ସଟ ପରବର୍ତ୍ତୀ ଆପଣଙ୍କର କ୍ୱେଶ୍ଚନ୍ କହୁଛି ଇନ୍ ହ୍ୱିଚ୍ ଇୟର୍ ୱାଜ୍ ଦ ଧେୱାର କମିଶନ ଦ ଫାର୍ଷ୍ଟ କମିଶନ ଫର୍ ସେଡ୍ୟୁଲ୍ଡ ଏରିଆଜ୍ ଆଣ୍ଡ ସେଡ୍ୟୁଲ୍ଡ ଟ୍ରାଇବ୍ ଇନ୍ ଇଣ୍ଡିଆ ସେଟଅପ୍? ମାନେ ମଣ୍ଡଳ କମିଶନ ପୂର୍ବରୁ ଆପଣଙ୍କର ତାହେଲେ 1960 ମସିହାରେ ଆପଣଙ୍କର ହେଇଥିଲା, କାହିଁକିନା ମଣ୍ଡଳ କମିଶନ 1979ରେ ଆପଣଙ୍କର ଆସିଥିଲା। ଭାରତ ଆଉ ପାକିସ୍ତାନ ମଧ୍ୟରେ ଯେଉଁ ବାଉଣ୍ଡ୍ରି ଆପଣଙ୍କ ରହିଛି ତାକୁ ଆପଣଙ୍କର କ'ଣ ବୋଲି କୁହାଯାଏ? ଠିକ୍ ଅଛି, ଆମେ ଜାଣିଛେ ଭାରତ ଆଉ ଚାଇନା ହେଲେ ଆମେ ଆପଣଙ୍କର ମେକମୋହନ କରିଦିଅନ୍ତେ। ଭାରତ ଆଉ ପାକିସ୍ତାନ ଆପଣଙ୍କର ରେଡ୍ କ୍ଲିଫ୍ ହେଇଯିବ। ପାକିସ୍ତାନ ଆଉ ଆଫଗାନିସ୍ତାନ ଆପଣଙ୍କର ଡୁରାଣ୍ଡ ଲାଇନ୍ ଆପଣଙ୍କର ହେଇଯିବ। ସବୁଗୁଡ଼ା ଦେଖୁ ଦେଖୁ କରି ହେଉଛି କି ନାହିଁ ଆପଣ ନିହାତି କହିବେ। ଠିକ୍ ଅଛି, এইটা ଆମେ ଗତକାଲି ମଧ୍ୟ ଆପଣଙ୍କୁ ଡିସ୍କସନ୍ କରିଥିଲେ। ୟଙ୍ଗ ବେଙ୍ଗଲ ମୁଭମେଣ୍ଟ ଆପଣଙ୍କର କିଏ କରିଥିଲେ? ଆମେ ଜାଣିଛେ ନା ୟଙ୍ଗ ବେଙ୍ଗଲ ମୁଭମେଣ୍ଟ ଆପଣଙ୍କର ହେନେରୀ ଭିଭିଆନ୍ ଡେରୋଜିଓ ଆପଣଙ୍କର। ଯଦି ପାର୍ମାନେଣ୍ଟ ସେଟଲମେଣ୍ଟ ସିଷ୍ଟମ୍ ଲେଖା ହେଇଥାନ୍ତା, ଆପଣଙ୍କର ଏଇ ଯେଉଁ ଜମିଦାରୀ ପ୍ରଥା ଆପଣଙ୍କୁ ଲେଖା ହେଇଥାନ୍ତା, ସନସେଟ୍ ଲ ଆପଣଙ୍କୁ ପଚାରିଥାନ୍ତା, ଫାଦର ଅଫ୍ ସିଭିଲ୍ ସର୍ଭିସ୍ ଆମକୁ ପଚାରନ୍ତା, ଦେନ୍ ଆମେ କ'ଣ କରନ୍ତେ? ଲର୍ଡ଼ କର୍ଣ୍ଣୱାଲିସ୍ ଆପଣଙ୍କର କରନ୍ତେ 1793। ବାଲ ଗଙ୍ଗାଧର ତିଲକ ଆମର ଏଇ ଭିତରୁ କେଉଁ ନ୍ୟୁଜ୍ ପେପର ଆପଣଙ୍କର ପବ୍ଲିଶ କରିଥିଲେ? ଆମେ ଜାଣିଛେ ନା କେସରିଆ ତେରା କେଶରୀ। ଆଉ ଯଦି ପରୀକ୍ଷାରେ ଆମକୁ ପଚାରେ ଯେ ପ୍ରଥମ ଇଂରାଜୀ ନ୍ୟୁଜ୍ ପେପରର ନାଁ କ'ଣ, ଆମେ କ'ଣ କରନ୍ତେ? ବେଙ୍ଗଲ ଗେଜେଟ୍ ଆପଣଙ୍କର କରନ୍ତେ। ହିନ୍ଦୀ ପଚାରିଲେ ଉଡ଼ନ୍ତ ମାର୍ତ୍ତଣ୍ଡ ଆପଣଙ୍କର କରିଦିଅନ୍ତେ। ଓଡ଼ିଆ ଆପଣଙ୍କର ପଚାରିଲେ ଉତ୍କଳ ଦୀପିକା ଆପଣଙ୍କର କରନ୍ତେ। କହୁଛି ହୁ ଏମଙ୍ଗ ଦ ଫଲୋଇଂ, କିଏ ଜାଭା ସୁମାତ୍ରା ମଲାୟା ଏଇସବୁକୁ ଆପଣଙ୍କର ଅକ୍ତିଆର କରିଥିଲେ? ଆପଣ ଜାଣିଛନ୍ତି ନା ବିଶ୍ୱ ବିଜୟୀ ସମ୍ରାଟ ଆପଣଙ୍କର ଅଶୋକ। ହାର୍ଡ ପାନିପତ କାହା କାହା ମଧ୍ୟରେ ଆପଣଙ୍କର ରହିଥିଲା? ଆପଣଙ୍କର ପୁରା ସିକ୍ୱେନ୍ସ ମନେ ଅଛି ନା? 1526, 1500 ଆପଣଙ୍କର 56, 1500 ଆପଣଙ୍କର 76, 1761 ଆଉ 1700 ଆପଣଙ୍କର 64 ମନେ ଅଛି? ଏଇଟା ଫାର୍ଷ୍ଟ ପାନିପତ ଆପଣଙ୍କର। ବାବର ଆଉ ଇବ୍ରାହିମ ଲୋଦି ସେକେଣ୍ଡ ପାନିପତ ଆପଣଙ୍କର।
আকবର ଆଉ ଆପଣଙ୍କର ହେମୁ, ଏଇଟା ତ ଆପଣଙ୍କର ହଳଦୀଘାଟ ଯୁଦ୍ଧ, ଏଇଟା ଥାର୍ଡ଼ ପାନିପତ ଯୁଦ୍ଧ ଆପଣଙ୍କର ଯେଉଁ ହେଇଥିଲା ମରାଠା ଏବଂ ଆଫଗାନ ମାନଙ୍କ ସହିତ ଆପଣଙ୍କର ହେଇଥିଲା। ତାହେଲେ କେଉଁଟା ହେଇଯିବ? ସଠିକ୍ ଉତ୍ତର ଆପଣଙ୍କର ଅପସନ୍ ନମ୍ବର ଏ ଆପଣଙ୍କର ହେଇଯିବ। ଠିକ୍ ଅଛି। ନେକ୍ସଟ ଏଠି ପଚାରିଛି ଯେ ଆମର ଯେଉଁ ରେଡ଼ିଓ ଟ୍ରାନ୍ସମିଶନ ମାନେ ରେଡ଼ିଓ ତରଙ୍ଗ ଏସବୁ ଆପଣଙ୍କର କେଉଁଠି ଅଛି? ସେଟେଲାଇଟ୍ ହେଇଗଲା, ରେଡ଼ିଓ ୱେଭ୍ସ ଆପଣଙ୍କର ହେଇଗଲା, ଆମେ ଜାଣିଛେ ଆପଣଙ୍କର ଥର୍ମୋସ୍ଫିୟର କିମ୍ବା ତାକୁ ଆପଣଙ୍କର ଆଉ କ'ଣ ଲେଖା ହେଇଥିବରେ ନା ଆୟନୋସ୍ଫିୟର ବୋଲି ଆପଣଙ୍କୁ ଲେଖା ହେଇଥିବ। ଠିକ୍ ଅଛି। ସବୁ କ୍ୱେଶ୍ଚନ୍ ଗୁଡ଼ା ଆପଣ ଦେଖୁ ଦେଖୁ କରିପାରୁଛନ୍ତି କି ନାହିଁ ନିହାତି କହିବେ। ଏଇ ଭିତରୁ କେଉଁ ଗୁଡ଼ା ଆମର ଗ୍ରୀନ୍ ହାଉସ୍ ଗ୍ୟାସେସ୍ ଆପଣଙ୍କର ଅଟନ୍ତି? ଆମେ ଜାଣିଛେ ଦେଖୁ ଦେଖୁ ଆପଣଙ୍କର କରିଦେଇପାରିବା। ଦେଖନ୍ତୁ ଏଇଟା ୱାଟର ଭେପର ଆପଣଙ୍କର, ଠିକ୍ ଅଛି ନା, ୱାଟର ଭେପର ଆପଣଙ୍କୁ ଲେଖା ହେଇଥିବ। ନାଇଟ୍ରୋସ୍ ଅକ୍ସାଇଡ୍ ତ ଆପଣ କରିବେନି, ମିଥେନ୍ ବି ନୁହେଁ, ଏଠି ତ ୱାଟର ଭେପର ଆପଣଙ୍କର ଅଛି। ଆଉ ଏଇ ଭିତରୁ ପଚାରିଛି ଆମକୁ ସବୁଠାରୁ ଅଧିକ ଟେମ୍ପରେଚର ଆପଣଙ୍କର କେଉଁଠି? ଆମେ ଜାଣିଛେ ତାର ନାଁଟାରୁ ହିଁ ଆମେ ଜାଣିପାରିବା ନା ଟେମ୍ପରେଚର ଆପଣଙ୍କର ସବୁଠୁ ଅଧିକ କେଉଁଠି? ଥର୍ମୋ ମାନେ ତୋର ହିଟ୍, ସବୁରୁ ଟେମ୍ପରେଚର ଅଧିକ ଆପଣଙ୍କର ଏଇଠି। ଚଳିବ, ଭେରି ଗୁଡ୍। ବେଳେବେଳେ ଆମକୁ ଆପଣଙ୍କର ପଚାରିଦିଏ ଯେ ଟେମ୍ପରେଚର ସବୁଠାରୁ କମ୍ କେଉଁଠି? ଆମେ କ'ଣ କରିଦେବା? ମେସୋସ୍ଫିୟରରେ ଟେମ୍ପରେଚର ଆମର ସବୁଠାରୁ କମ୍ ଆପଣଙ୍କ ରହିଥାଏ। ଠିକ୍ ଅଛି। ତ ସବୁ କ୍ୱେଶ୍ଚନ୍ସ ଦେଖୁ ଦେଖୁ କରିପାରୁଛନ୍ତି କି ନାହିଁ ନିହାତି ଆପଣ କମେଣ୍ଟ କରିକି ଜଣାଇବେ, କିମ୍ବା 8895154969 ଏଇ ନମ୍ବରରେ ଆପଣ ହ୍ୱାଟ୍ସଆପ୍ରେ ନିହାତି ଜଣାଇବେ। ଆଉ ସମସ୍ତଙ୍କୁ, ସବୁ ଭାଇ ଭଉଣୀମାନଙ୍କୁ ଖାଲି କହିଦେବେ ସିଟି ଫର୍ମ ଆପ୍ଲାଏ କରିଦିଅନ୍ତୁ, ଆଉ ଖାଲି ଏଇ ଭିଡ଼ିଓଟାକୁ ଦେଖିକି ପରୀକ୍ଷା ଦେବା ପାଇଁ ଯାଆନ୍ତୁ, କ୍ୱାଲିଫାଏ ଆପଣ ହେଇଯିବେ। ଠିକ୍ ଅଛି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ। ଥ୍ୟାଙ୍କ ୟୁ।